ବନ୍ଧୁ ଗୋଟେ କଥା ଧ୍ୟାନ ଦେଇଛ। କଥାଟି ହଉଛି ଯେ ଆମ ବାପାଙ୍କର ଜେଜେଙ୍କର କିମ୍ବା ଆମ ଦାଦାଙ୍କର ଏମିତିକି ଆମ ଜେଜେ ବାପାଙ୍କର ଯଦି ଗୋଟେ ଚୁଟି ପାଚି ଯାଉଛି ତାହେଲେ ସେ ବ୍ୟସ୍ତ ହେଇ ପଡୁଛନ୍ତି। ଧଳା ହେଇଗଲା ଚୁଟି, ବୟସ ଦିଶିଯିବ, ତା କଳା କରିଦେବା। ପ୍ରାୟ ଗୋଟେ ସପ୍ତାହକୁ ସପ୍ତାହ ସେମାନେ 5 ଟଙ୍କିଆ 10 ଟଙ୍କିଆ ପ୍ୟାକେଟ କିଣିକି ସେ ରଙ୍ଗ ମାରିକି କଳା କରିଦିଆଯାଉଛି। ଧଳା ଚୁଟି ରହିବନି, ସୌନ୍ଦର୍ଯ୍ୟ ନଷ୍ଟ ହେଇଯାଉଛି, ଆମ ବୟସ ଜଣା ପଡିଯିବ। ଯୁବକ ଯୁବକ ଦିଶିବା ଦରକାର। ଠିକ ସେଇ ସମୟରେ ଟ୍ୱେଣ୍ଟି ବିଶ୍ୱକପ୍ ଯୋଉ ଚାଲିଛି ସେଥିରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲାଟିନମ ହ୍ୱାଇଟ୍ ପୁରା ଧଳା କରିକି ପଳେଇ ଆସିଛନ୍ତି। ତ ଯୋଉଠି ଆମେ ଲୁଚେଇବା ପାଇଁ ତାକୁ ମାରୁଛେ ଡେଲି କଲର, ଧଳା ରହିବନି, ସବୁ କଳା ରହିବ। ସେ ଜାଗାରେ କଳା ଚୁଟିକୁ ସେ ଧଳା କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଜାଣିଛନ୍ତି? ପାଖାପାଖି 1.5 ଲକ୍ଷରୁ 2 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ଥରେ ପାଇଁ, ଗୋଟେ ଥର ପାଇଁ। ପୁଣି ଆଉ ଥରେ କଲେ ଆହୁରି ଲାଗିବ। ତ କଥା ହଉଛି ତମର ବୟସ, ତମର ଧଳା ଚୁଟି, ତମର କଳା ଚୁଟି, ତମର ଦେଇକି କିଛି ନାହିଁ। କଥା ହଉଛି ବ୍ରାଣ୍ଡ, ଟ୍ରେଣ୍ଡ ସେଟର, ତମର ପୋଜିସନ, ତମେ କଣ, ସେଇଠି କଥା। ଆମେ ଖାଲି ଓଧ ସାଙ୍ଗେ ବଣଭୁଆ ବାଇ ହୁଅନ୍ତି। ସେ ଏମିତି କଲା, ଆମେ ଏମିତି କରିବା। ଯଦି ଆମ୍ବାନୀ ତା ପୁଅ ପାଇଁ ବାହାଘରକୁ ଏତିକି ଟଙ୍କା ଖର୍ଚ୍ଚ କଲା, ତାର ପୁଣି ତା ସମ୍ପତ୍ତିର ତାର ମାସିକ ଇନକମର 0.0001% ସମଥିଙ୍ଗ ଏମିତି ଗୋଟେ କଣ ଖର୍ଚ୍ଚ କରୁଥିଲା ସେ ପୁଅ ବାହାରକୁ। କିନ୍ତୁ ଆମେ କଣ କରୁଛନ୍ତି ନା, ଆମେ ତା ସାଙ୍ଗରେ ପଡିକି EMI କରିକି ଲୋନ କରିକି ବାହାବା, ତାପରେ EMI ସୁଝି ପାରୁନଥିବା। ବଡ ଆଶ୍ଚର୍ଯ୍ୟ ଦୁନିଆ। ଆମେ ଧଳା ଚୁଟିକୁ ଲୁଚଉଛେ, ସେ ଧଳା କରିବା ପାଇଁ ସେଠି 1.5 ଲକ୍ଷ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲାଣି। ବର୍ତ୍ତମାନ ସେ ଟ୍ରେଣ୍ଡ ଆରମ୍ଭ ହେଇଯିବ, ସମସ୍ତେ ତାକୁ କରିବାକୁ ଲାଗିବେ। ତେଣୁ ବନ୍ଧୁ କାହା ଟ୍ରେଣ୍ଡରେ ପଡନ୍ତୁନି, ନିଜକୁ ଯୋଉଟା ଠିକ ଲାଗୁଛି କରନ୍ତୁ।